ଆଜି ସକାଳୁ କାହିଁକି ଇଚ୍ଛା ହେଲା ମୁଗ ପଣସର ପିଠଉ ଦିଆ ତରକାରୀ ଖାଇବା ପାଇଁ। ଝିଅକୁ ଯେମିତି କହିଛି, ଝିଅ ଯାଇକି ମୁଗ ପଣସ ସବୁ ଆଣିଦେଲା। ମୁଗକୁ ଭାଜିଦେଲି, ଆଉ ଗୋଟେ ଡେକ୍ଚି ନେଇ ତା ଦେହରେ ମୁଗକୁ ଧୁଆଧୁଇ କରିଦେଲି। ଭାଜି ସାରିଲା ପରେ ପଣସ ଆଉ ମୁଗକୁ ସିଝା ବସେଇଦେଲି। ପଣସ ମୁଗ ସିଝି ସାରିଲା ପରେ ଆଳୁ ବାଇଗଣ ସବୁ ପକେଇଦେଲି, ଲୁଣ ହଳଦୀ ଦେଇଦେଲି। ତାପରେ ତା ପାଇଁ ବାଟିଥିଲି ଗୋଟେ ମସଲାଟି, ମୁଁ କିନ୍ତୁ ଭିଡ଼ିଓ ବନେଇନି। ଅରୁଆ ଚାଉଳ ବତୁରେଇଥିଲି, ଅରୁଆ ଚାଉଳ, ଜିରା, ଧନିଆ, ରସୁଣ ଆଉ ଶୁଖିଲା ଲଙ୍କା ବାଟିଥିଲି, ତାକୁ ଦେଇଦେଲି। ଏଇ ଯେଉଁ ବଟାଟି ଦେଇ ସାରିଲା ପରେ ତାକୁ ଆଉ ସେମିତି ଛାଡ଼ିବାନି, ଟିକେ ଲଗାତାର ଘାଣ୍ଟୁଥିବା, କାହିଁକିନା ଅରୁଆ ଚାଉଳଟା ଦିଆହେଇଛି ନା, ସିଏ ଲାଗିଯିବ। ତାପରେ ତାକୁ ଫୁଟଣ ଦେଇଦେଲି ଜିରା, ସୋରିଷ, ପିଆଜର। ଏବେ ଦେଖନ୍ତୁ କେତେ ସୁନ୍ଦର ଗୋଟେ ତରକାରୀ ହେଇଗଲା। ଆଉ ଟିକେ ସିଝିବା ପାଇଁ ଛାଡ଼ିଦେବା, ତାପରେ ଓହ୍ଲେଇଦେବା। ପିଠଉ, ଜିରା, ଧନିଆ ଆଉ ସବୁ ଦିଆହେଇଛି, ଟିକେ ବାସ୍ନାଟା ଗଲା ପର୍ଯ୍ୟନ୍ତ ଟିକେ ସିଝେଇଦେବା, ତାପରେ ଓହ୍ଲେଇ ଦେଇକିରି ଏବେ ବାଢ଼ିଦେବା। ଆପଣମାନେ କହିବେ ତ କମେଣ୍ଟରେ, ଆଉ ଆପଣମାନଙ୍କୁ ପଣସ ମୁଗର ପିଠଉ ଦିଆ ତରକାରୀଟି ଭଲ ଲାଗେ କି ନାହିଁ। ରହୁଛି।